नमस्कार गुड मॉर्निंग एवरीवन मो आर्या आज गुरुत्वपूर्ण खबर गुड़िक आपण मानक जनइबी न्यूज गुड़िक भल लगे निश्चित भाव गोटे लाइक करी चैनल को सब्सक्राइब करदे। तो चलतु आज गुरुत्वपूर्ण खबर गुड़िक नजर पकाइबा। तेबे आसिला बड़ खबर समस्त बैंक खाता रे आसिबो 11,000 टंका। तेबे वर्तमान ग्राहक मानक पई एक लोभनीय स्कीम टी घोषणा करिछि स्टेट बैंक ऑफ इंडिया। ଏହି ଯୋଜନାରେ ବ୍ୟାଙ୍କ ପକ୍ଷରୁ 11,000 ଟଙ୍କା ସିଧାସଳଖ ସମସ୍ତଙ୍କ ବ୍ୟାଙ୍କ ଖାତାରେ ଜମା ହେବାକୁ ଯାଉଛି। ତେବେ କିଭଳି ଏତେ ଟଙ୍କା ପାଇପାରିବେ ଜାଣି ରଖନ୍ତୁ। ଏସ୍ବିଆଇର ସ୍ୱଳ୍ପ ସଞ୍ଚୟ ଯୋଜନା ନିବେଶ ରାଶି ଖୁବ୍ କମ୍ ହୋଇଥାଏ। ତେବେ ଏହି ଯୋଜନାରେ ଯଦି ପ୍ରତି ମାସରେ 1,000 ଟଙ୍କା ସଞ୍ଚୟ କରନ୍ତି ତେବେ ଏକ ବର୍ଷରେ ଏହା 12,000 ଟଙ୍କା ହେବ। ଏହିଭଳି ଭାବରେ ଆପଣଙ୍କ ଆକାଉଣ୍ଟରେ 5 ବର୍ଷ ମଧ୍ୟରେ 60,000 ଟଙ୍କା ଜମା ହେବ, ଯେଉଁଥିରେ ଆପଣଙ୍କୁ ବ୍ୟାଙ୍କ 6.5% ସୁଧ ପ୍ରଦାନ କରିବ। ଏହି ସୁଧର ହାରଟି ହିସାବ କଲେ ଆପଣଙ୍କୁ ପ୍ରାୟ 1,999 ଟଙ୍କା ମିଳିବ। ଏଭଳି ଭାବରେ ଆପଣଙ୍କର ମୋଟ ସଞ୍ଚୟ ଏବଂ ରିଟର୍ଣ୍ଣ ଟଙ୍କା 7,999 ଟଙ୍କା ହେବ। ଫଳରେ ଆପଣଙ୍କ ସିଧାସଳଖ 11,000 ଟଙ୍କା ବ୍ୟାଙ୍କ ଖାତାରେ ଡିପୋଜିଟ୍ ହେବ। ପରବର୍ତ୍ତୀ ଖବର, ଘରେ ଝିଅ ଜନ୍ମ ହେଲେ ସରକାର ଦେବେ 25,000 ଟଙ୍କା। ତେବେ ଝିଅମାନଙ୍କର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମଟି ହେଉଛି କନ୍ୟା ସୁମଙ୍ଗଳ ଯୋଜନା। ଘରେ ଝିଅ ଜନ୍ମ ହେଲେ ଏହି ଯୋଜନା ଅଧୀନରେ 25,000 ଟଙ୍କା ଦେବେ ସରକାର। ଉତ୍ତରପ୍ରଦେଶରେ ସରକାର ଏହି ଅଭିଯାନଟି ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ସରଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଝିଅମାନେ ଆତ୍ମନିର୍ଭରଶୀଳ ହେବା ଉଚିତ ଏବଂ ଦେଶ ତଥା ବିଦେଶରେ ନିଜର ପରିଚୟ ସୃଷ୍ଟି କରିବା ଉଚିତ। ତେବେ ଆପଣଙ୍କ ଘରେ ମଧ୍ୟ ଯଦି ଝିଅ ଜନ୍ମ ହୁଏ ତେବେ ଆପଣଙ୍କୁ ମଧ୍ୟ 25,000 ଟଙ୍କା ମିଳିବାକୁ ଯାଉଛି। ପରବର୍ତ୍ତୀ ଖବର, 15 ତାରିଖରୁ ବଢ଼ିଯିବ ଶୀତର ପ୍ରକୋପ। ତେବେ 15 ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଶୀତର ପ୍ରକୋପଟି ବଢ଼ିଯିବାର ସମ୍ଭାବନା ଅଧିକ ରହିଛି। ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାଟି ଦିଆଯାଇଛି। ଆଜିଠୁ ଅଳ୍ପ ଅଳ୍ପ ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁହୁଡ଼ି ଦେଖିବାକୁ ମିଳୁଥିବା ବେଳେ ଶୀତଟି ଅନୁଭୂତ ହେଉଅଛି। ସକାଳ ସମୟରେ କେତେକ ସ୍ଥାନରେ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନଭେମ୍ବର 15 ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଅଛି। ପରବର୍ତ୍ତୀ ଖବର, ଏଣିକି ଗ୍ରାଜୁଏସନ୍ 4 ବର୍ଷ। ତେବେ ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷାନୀତି 2020। ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହେବାକୁ ଅନୁମୋଦିତ କରାଯାଇଅଛି। ତେବେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶିକ୍ଷାନୀତି ଲାଗୁ ହେବା ପରେ ସ୍ନାତକ 3 ବର୍ଷ ବଦଳରେ 4 ବର୍ଷ ହେବ ବୋଲି ଜଣାପଡ଼ିଅଛି। ପରବର୍ତ୍ତୀ ଖବର, ପାନ୍ କାର୍ଡ଼କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ତେବେ ପାନ୍ କାର୍ଡ଼ର ଅପବ୍ୟବହାର କରିବା ଉଦ୍ଦେଶ୍ୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଆଦେଶରେ ସରକାର କହିଛନ୍ତି ଯଦି ଡିସେମ୍ବର 31 ପୂର୍ବରୁ ପାନ୍ କାର୍ଡ଼ ଏବଂ ଆଧାର କାର୍ଡ଼ ସଂଯୋଗ କରାନଯାଏ ତେବେ ପାନ୍ କାର୍ଡ଼ଟି ଆପଣଙ୍କର ନିଷ୍କ୍ରିୟ ହୋଇଯିବ। ଯଦି ପାନ୍ କାର୍ଡ଼ ନିଷ୍କ୍ରିୟ ହୋଇଯାଏ ତେବେ ଆଉ କୌଣସି କାରବାର କରାଯିବ ନାହିଁ। ବ୍ୟାଙ୍କ କାର୍ଯ୍ୟରେ ପ୍ରଭାବିତ ହେବ। ତେଣୁ ଯିଏ ପାନ୍ କାର୍ଡ଼କୁ ଆଧାର ସହିତ ଲିଙ୍କ କରିନାହାନ୍ତି ସେମାନେ ତୁରନ୍ତ ଏହି କାର୍ଯ୍ୟ ସମାପ୍ତ କରିନେବା ଉଚିତ। ପରବର୍ତ୍ତୀ ଖବର, ମହିଳାମାନଙ୍କୁ ମିଳିବ ଅତିରିକ୍ତ 12 ଦିନ ଛୁଟି। ତେବେ ଋତୁସ୍ରାବ ପାଇଁ ମହିଳାମାନଙ୍କୁ ଅତିରିକ୍ତ 12 ଦିନ ଛୁଟି ଦିଆଯିବ। ସରକାରୀ ମହିଳା କର୍ମଚାରୀମାନଙ୍କୁ ଅତିରିକ୍ତ ସାମୟିକ ଛୁଟି ମିଳିବ। ପ୍ରତି ମାସକୁ ଗୋଟିଏ ଦିନ ହିସାବରେ ବର୍ଷକୁ ମୋଟ 12 ଦିନ ଛୁଟି ରହିବା ନେଇ ନିଷ୍ପତ୍ତି ନିଆଯାଇଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ 55 ବର୍ଷ ବୟସ ମହିଳା କର୍ମଚାରୀମାନେ ଛୁଟି ନେଇପାରିବେ ବୋଲି ଘୋଷଣା କରାଯାଇଅଛି। ତେବେ 55 ବର୍ଷ ବୟସ ପର୍ଯ୍ୟନ୍ତ ମହିଳା କର୍ମଚାରୀମାନେ ଛୁଟି ନେଇପାରିବେ ବୋଲି ଘୋଷଣା କରାଯାଇଅଛି। ପରବର୍ତ୍ତୀ ଖବର, ନଭେମ୍ବର 14 ଏବଂ 15ରେ ସମସ୍ତ ସ୍କୁଲ ଛୁଟି। ତେବେ ଆଗକୁ 2 ଦିନ ପାଇଁ ସମସ୍ତ ସ୍କୁଲ କଲେଜ ଗୁଡ଼ିକ ଛୁଟି ରହିବ। ନଭେମ୍ବର 14 ଏବଂ 15 ତାରିଖରେ 2 ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଅଛି। ଆଗକୁ ସ୍କୁଲ ବନ୍ଦ ରହୁଥିବାରୁ ଏହା ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜରୁରୀ ଖବର ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସମୟରେ ଅନେକ ସ୍ଥାନରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। ନଭେମ୍ବର 14ରେ ସାରା ଦେଶରେ ଶିଶୁ ଦିବସ ପାଳନ କରାଯାଏ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜୟନ୍ତୀ ଅବସରରେ ସେହିଦିନ ସ୍କୁଲମାନଙ୍କରେ
ଶିଶୁ ଦିବସ ପାଳନ କରାଯାଉଅଛି। ପରବର୍ତ୍ତୀ ଖବର, ଚଳିତ ରବି ଋତୁରେ ଦିଆଯିବ 9,000 କୋଟି ଟଙ୍କାର ଋଣ। ତେବେ ଚଳିତ 2024-25 ବର୍ଷର ରବି ଋତୁ ପାଇଁ 9,000 କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଇଅଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠିଟି ଲେଖାଯାଇଅଛି। ଚଳିତ ବର୍ଷ 9,000 କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ। ପରବର୍ତ୍ତୀ ଖବର, ଖୁସିର ଖବର, ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ବଢ଼ିଲା ରେଜିଷ୍ଟ୍ରେସନ ତାରିଖ। ତେବେ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଦେଶର ଯୁବପିଢ଼ିମାନଙ୍କୁ ରୋଜଗାର ସୁଯୋଗ ଦେବା ପାଇଁ ଆରମ୍ଭ ହୋଇଛି ପିଏମ୍ ଇଣ୍ଟର୍ନସିପ୍ ଯୋଜନା। ବର୍ତ୍ତମାନ ଏହି ଯୋଜନା ନେଇ ଆସିଛି ଏକ ଖୁସିର ଖବର। ଏହି ଯୋଜନାରେ ପଞ୍ଜୀକରଣ କରିବା ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର। ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ କରିପାରିନଥିବା ଯୁବବର୍ଗମାନଙ୍କ ପାଇଁ କେନ୍ଦ୍ର ସରକାର ଆଉ ଏକ ସୁଯୋଗ ଆଣିଛନ୍ତି। ପୂର୍ବରୁ ଏହି ତାରିଖଟି ନଭେମ୍ବର 10 ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଇଛନ୍ତି କେନ୍ଦ୍ର ସରକାର। ପରବର୍ତ୍ତୀ ଖବର, ମହଙ୍ଗା ଭତ୍ତା ପରେ କର୍ମଚାରୀଙ୍କ ବଢ଼ିବ ମୌଳିକ ଦରମା। ତେବେ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତା ଡିଏରେ 3% ବୃଦ୍ଧି ଘୋଷଣା କରିବାକୁ 50%ରୁ 53%କୁ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି କର୍ମଚାରୀମାନଙ୍କ ମହତ୍ତ୍ୱପୂର୍ଣ୍ଣ ଲାଭ ଆଣିଅଛି। ଏଥିମଧ୍ୟରେ ମୌଳିକ ଦରମା ବୃଦ୍ଧିକୁ ନେଇ ଚର୍ଚ୍ଚାଟି ଚାଲିଅଛି। ପରବର୍ତ୍ତୀ ଖବର, ସ୍ୱାସ୍ଥ୍ୟ ବିଭାଗରେ ବଡ଼ ନିଷ୍ପତ୍ତି, ବଦଳିଲା ନର୍ସଙ୍କ ୟୁନିଫର୍ମ। ତେବେ ରାଜ୍ୟରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ କରାଯାଇଅଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ୟୁନିଫର୍ମଟି ପରିବର୍ତ୍ତନ କରାଯାଇଅଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଅଛି। ଏଣିକି ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟା ରହିବ। ୟୁନିଫର୍ମ କଲର୍ରେ ରହିବ ସମ୍ବଲପୁରୀ ଝଲକା। ଜେନେରାଲ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। ପରବର୍ତ୍ତୀ ଖବର, ଆଜିଠାରୁ ପଞ୍ଚକ ବ୍ରତ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ତେବେ ପଞ୍ଚକରେ ଶ୍ରୀମନ୍ଦିରର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି। ମିରିଚିକୋଟ ଛକରୁ ଭକ୍ତମାନଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ସେହିପରି ପୁରୀରେ ସୁରକ୍ଷା ପାଇଁ 5 ଜଣ ଅତିରିକ୍ତ ଏସ୍ପି ଏବଂ 14 ଜଣ ଡିସିପି, 26 ଜଣ ଇନ୍ସପେକ୍ଟରଙ୍କ ସହ 38 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛି। ଚଳିତ ବର୍ଷ 5 ଦିନ ପରିବର୍ତ୍ତେ 4 ଦିନ ପାଳନ ହେବ। ଚତୁର୍ଥୀରେ ତିଥି କ୍ଷୟ ଯୋଗୁଁ ଏଥର ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ। 12ରୁ 15 ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତ ଚୂଡ଼ାନ୍ତ କରାଯାଇଅଛି। ପରବର୍ତ୍ତୀ ଖବର, ବର୍ଷ ସାରା ବାଣ ବ୍ୟାନ୍ କରିବାକୁ କହିଲେ ସୁପ୍ରିମକୋର୍ଟ। ତେବେ ଦୀପାବଳିରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଅଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ସୁପ୍ରିମକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛି। ବାଣ ବିକ୍ରି ଏବଂ ବିସ୍ଫୋରଣ ବନ୍ଦ କରିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପରବର୍ତ୍ତୀ ଖବର, ବଢ଼ିଲା ନବୋଦୟ ବିଦ୍ୟାଳୟର ଆଡମିସନ ପାଇଁ ଆବେଦନ କରିବାର ଶେଷ ତାରିଖ। ତେବେ ନବୋଦୟ ବିଦ୍ୟାଳୟ ସମିତି ପୁଣି ଥରେ 9 ଏବଂ 11 ଶ୍ରେଣୀରେ ଆଡମିସନ ପାଇଁ ଆବେଦନ କରିବାର ଶେଷ ତାରିଖ ବଢ଼ାଯାଇଅଛି। ଯେଉଁମାନେ ନିଜ ପିଲାମାନଙ୍କୁ ନବୋଦୟ ବିଦ୍ୟାଳୟରେ ଆଡମିସନ କରିବାକୁ ଚାହୁଁଛନ୍ତି ଏବଂ ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ବର୍ତ୍ତମାନ 19 ନଭେମ୍ବର 2024 ପର୍ଯ୍ୟନ୍ତ ତାଙ୍କୁ ଆଉ ଏକ ସୁଯୋଗ ମିଳିଛି। ପରବର୍ତ୍ତୀ ଖବର, ଗେରୁଆ ରଙ୍ଗରେ ସଜେଇ ହେବ ସରକାରୀ କଲେଜ। ତେବେ ସରକାରୀ କଲେଜ ଗୁଡ଼ିକରେ ରଙ୍ଗରେ ହେବ ବଡ଼ ପରିବର୍ତ୍ତନ। ଏଣିକି ଗେରୁଆ ବା ନାରଙ୍ଗୀ ରଙ୍ଗରେ ସଜେଇ ହୋଇଯିବ ସରକାରୀ କଲେଜ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଅଛି। କାୟାକଳ୍ପ ଯୋଜନାରେ ଅନେକ କଲେଜରେ ରଙ୍ଗ ଗେରୁଆ ପରିବର୍ତ୍ତନ କରାଯିବ ବୋଲି ଏବେ ଜଣାପଡ଼ିଅଛି। କଲେଜର ପ୍ରବେଶ ଦ୍ୱାର ସହିତ ସାଇକେଲର ସାମ୍ନା ଭାଗକୁ ଗେରୁଆ ରଙ୍ଗରେ ରଙ୍ଗୀନ କରାଯିବ ବୋଲି ନିର୍ଦ୍ଦେଶ ଜାରି ରହିଛି। ପରବର୍ତ୍ତୀ ଖବର, 20 ଡିଗ୍ରୀ ତଳେ 11ଟି ସ୍ଥାନର ପାରଦ। ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ହ୍ରାସ ପାଇଛି। 11ଟି ସ୍ଥାନରେ ପାରଦ 20 ଡିଗ୍ରୀ ତଳେ ରେକର୍ଡ କରାଯାଇଅଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା 13.5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ 16.5 ଡିଗ୍ରୀ ରହିଛି। ସେହିଭଳି କେନ୍ଦୁଝର 18.1, କୋରାପୁଟରେ 17, ରାୟଗଡ଼ାରେ 18.2,
ଦାରିଙ୍ଗବାଡ଼ିରେ 16.5, ନବରଙ୍ଗପୁରରେ 18.6, ଭବାନୀପାଟଣାରେ 17, ଜିଲ୍ଲା ଉଦୟଗିରିରେ 15.2, ଅନୁଗୁଳରେ 17.6, ଭଦ୍ରକରେ 18.5, ଭୁବନେଶ୍ୱରରେ 22.3 ଏବଂ କଟକରେ 21.3 ଡିଗ୍ରୀ ରାତିର ତାପମାତ୍ରା ରେକର୍ଡ କରାଯାଇଅଛି। ପରବର୍ତ୍ତୀ ଖବର, ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଦୂଷଣ ପାଇଁ ଲକଡାଉନ ସ୍ଥିତି ମୁତୟନରେ AQI 2135। ତେବେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଦୂଷଣ ଅତି ସାଂଘାତିକ ସ୍ତରରେ ପହଞ୍ଚିଥିବାରୁ ଲକଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଅଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହୋଇଥିବା ବେଳେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମୁଲତାନରେ AQI 2135 ରହିଛି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଅଛି। ପରବର୍ତ୍ତୀ ଖବର, ଦେଶରେ ବନ୍ଦ ହେଲା ପୁରୁଣା 5 ଟଙ୍କିଆ କଏନ୍। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ସମୟରେ ନୂଆ ନୂଆ ମୁଦ୍ରା ବା କଏନ୍ଟି ଜାରି କରିବା ସହ ଅନେକ ମୁଦ୍ରା କଏନ୍କୁ ସବୁଦିନ ପାଇଁ ବନ୍ଦ କରିଥାଏ। ତେବେ ଗତ କିଛି ଦିନ ହେବ ଆପଣମାନେ ପୁରୁଣା 5 ଟଙ୍କିଆ କଏନ୍ ଆଉ ଦେଖିବାକୁ ପାଉନଥିବେ। ବଜାରରେ ଏହି ପୁରୁଣା 5 ଟଙ୍କିଆ କଏନ୍ ଧୀରେ ଧୀରେ କମିବାରେ ଲାଗିଛି। ଏହି ପୁରୁଣା କଏନ୍ର ଓଜନ 9 ଗ୍ରାମ ହୋଇଥିବା ବେଳେ ତାକୁ କପର ନିକେଲ ସର୍କୁଲାର କଏନ୍ କୁହାଯାଉଥିଲା। ଏବେ ପୁରୁଣା 5 ଟଙ୍କିଆ କଏନ୍ ଗୁଡ଼ିକ ବନ୍ଦ କରିଦିଆଯାଇଅଛି। ପରବର୍ତ୍ତୀ ଖବର, ଟୁଲେଟ୍ର ବୋର୍ଡ ଦେଖିଲେ ଚୁପଚାପ କ୍ଲିକ୍ କରନ୍ତୁ ଫଟୋ, ଏପରି ମିଳିବ ଦିନକୁ 1000 ଟଙ୍କା। ତେବେ ଚାକିରି ବା ବ୍ୟବସାୟ ସହ ରୋଜଗାର କରିବାକୁ ଚାହୁଁଛନ୍ତି, ଏହାଛଡ଼ା ଆପଣ ଏକ ଷ୍ଟୁଡେଣ୍ଟ ବା ନିଜ ଖର୍ଚ୍ଚ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣମାନଙ୍କ ପାଇଁ ରହିଛି। ପ୍ରତିଦିନ 1000 ଟଙ୍କା ସହ ଆପଣ ମାସକୁ ପାଖାପାଖି 30,000 ଟଙ୍କା ସହଜରେ ରୋଜଗାର କରିପାରିବେ। ଟୁଲେଟ୍ ଲେଖାଯାଇଥିବା ବୋର୍ଡକୁ ଆପଣ ବହୁତ ଥର ଦେଖିଥିବେ, ଯାହାର ଅର୍ଥ ହେଉଛି ସେହି ସ୍ଥାନରେ ଘର ଭଡ଼ା ଉପଲବ୍ଧ ରହିଛି। ଏକ ଆପ୍ରେ ଏହାର ଫଟୋକୁ ଅପଲୋଡ଼ କଲେ ପାଖାପାଖି 1000 ଟଙ୍କା ମିଳିଥାଏ। ଏଭଳି ଯଦି ଆପଣ ଦିନକୁ 8ରୁ 9ଟି ଫଟୋ ଅପଲୋଡ଼ କରୁଛନ୍ତି, ତେବେ ପାଖାପାଖି 1000 ଟଙ୍କାର ରୋଜଗାର କରିପାରିବେ। ତେବେ ଆଶା କରୁଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ବି ଭୁଲନ୍ତୁ ନାହିଁ। ଆପଣଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓକୁ ସେୟାର କରିଦେବେ। ପୁଣି ଦେଖା ହେବ ଲାଟେଷ୍ଟ ଅପଡେଟ୍ରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛି। ବନ୍ଦେ ମାତରମ୍, ଟେକ୍ କେୟାର, ବାଏ ବାଏ।